ନେକ୍ସଟ ଡେ ଷ୍ଟାର୍ଟ ହେଇଯାଇଥିଲା ଆମର ମେହେନ୍ଦି ଡେକୋରେସନ୍। ଦେନ୍ ମୁଁ ରେଡ଼ି ହେଇକି ଚାଲିଲି ମାଆଙ୍କୁ ଦର୍ଶନ କରିବା ପାଇଁ। ନା କିଛି ଏମିତି ଅଛି ଆମ ରିଚୁଆଲ୍ କି ଆମେ ଯେଉଁଠି ଯାଇକି ମା ଠାକୁରାଣୀଙ୍କୁ ଦର୍ଶନ କରିକି ଆସିବୁ। ଦେନ୍ କାହିଁକି ନା କୁହାଯାଏ କି ସବୁକିଛି ଯେଉଁ ଭଲରେ ଭଲରେ କାର୍ଯ୍ୟ କରିବା ପାଇଁ ମାଆଙ୍କୁ ଯାଇକି ତୁମେ ଗୋଟେ ପର୍ସନାଲ୍ ଡାକିକି ଆସିବ କି ମା ଯେମିତି ବି ଆସିକି ମୋ ବାହାଘରରେ ପହଞ୍ଚିବେ। ତାପରେ ଘରକୁ ଆସିକି ଲଞ୍ଚ ବଗେରା କରିକି ଦେନ୍ ମୁଁ ଷ୍ଟାର୍ଟିଂ କଲି ମୋର କରିବାର ପ୍ୟାକିଂ। ଆଉ ଦେଖୁଥିବେ ମୋ ହାତର ମେହେନ୍ଦୀର କଲର୍ ବି ବହୁତ ପଳା ଆସିଛି, ବହୁତ ବଢ଼ିଆ ପଳା ଆସିଛି। ୱିଥିନ୍ 1 ଡେ ବି ମୋର ମାନେ ଯାହା ବି କଲର୍ ବହୁତ ମାନେ ଡାର୍କ ଦେଖାହେଉଛି। ତାପରେ ମୋର କଲି ପ୍ୟାକିଂ। ଦେନ୍ ତାପର ନେକ୍ସଟ ମାନେ ସେଦିନ ଇଭିନିଂରେ ଆସିଯାଇଥିଲେ ମୋ ମାଇଁମାନେ, ଯେଉଁ କୁହନ୍ତି ଯେଉଁ ଆସେ ମାମୁଁ ଘରୁ ଆମର ଭାର ଆସେ, ତ ସେ ଭାର ନେଇକି ସମସ୍ତେ ଚାଲି ଆସିଥିଲେ ଆମ ଘରକୁ। ଆଉ ତାପରେ ଷ୍ଟାର୍ଟ ହେଲା ମୋର ଫର୍ଷ୍ଟ ଫଙ୍କସନ୍ ପ୍ରପରଲି, ଯାହା କହିବାକୁ ଗଲେ ମୋ ମେହେନ୍ଦି ଫଙ୍କସନ୍। ତ ଏଇଟା ହେଉଛି ମୋର ମେହେନ୍ଦି ଲୁକ୍। ଆଉ ବହୁତ ସିମ୍ପଲ୍ ଲୁକ୍ ନେଇଥିଲି। ଆଉ ତାପରେ ଯେହେତୁ ମୋ ହାତରେ ଅଲରେଡ଼ି ମେହେନ୍ଦି ପକାଇ ସାରିଥିଲି, ଓନ୍ଲି ମୁଁ ଗୋଡ଼ ପାର୍ଟଟା ରଖିଥିଲି ମୋ ମେହେନ୍ଦି ପକାଇବା ପାଇଁ। ତ ଏଇଠି ମୁଁ ସେ ମେହେନ୍ଦି ପକାଉଛି। ଦେନ୍ ଷ୍ଟାର୍ଟ ହେଲା ଆମର ଆକ୍ଚୁଆଲ୍ କାମ, ଡ୍ୟାନ୍ସ। ସବୁ ଭାଇମାନେ ମୋ ଏଠି ମିଶିକି ଡ୍ୟାନ୍ସ କରୁଛନ୍ତି, ସମସ୍ତେ କରୁଛନ୍ତି। କାହିଁକିନା ମୁଁ ବସିକି ଦେଖୁଥିଲି କି ମୋର ଚାଲିଛି ଗୋଡ଼ରେ ମେହେନ୍ଦି ପକା। ଆଉ ମୁଁ ପୁରାପୁରି ୱେଟ୍ କରିକି ବସିଥିଲି କି କେତେବେଳେ ମୋ ମେହେନ୍ଦି ପକା ସରିବ, ପୁରା ଖତମ ହେବ, ମୁଁ ଚାଲିବି ଡ୍ୟାନ୍ସ କରିବା ପାଇଁ। ଆଉ ଫାଇନାଲି ମୋ ଗୋଡ଼ ମେହେନ୍ଦି ପକା ସରିଲା ଆଉ ଚାଲିଲା ମୋ ଡ୍ୟାନ୍ସ କରା। ମୁଁ ସତ କହିଲେ ଭାବିଥିଲି କି ପୁରା ଶିଖିବି, ପୁରା ପ୍ରପର୍ ପୁରା ଭଲ ଭଲ ଷ୍ଟେପ୍ ଶିଖିକି ଡ୍ୟାନ୍ସ କରିବି। ବାକି କିଛି ଟାଇମ୍ ହେଲାଣି, ମୋର କଲେଜ ପାଇଁ ମୋତେ ବହୁତ ସାରା ଟାଇମ୍ ଦେବାକୁ ପଡ଼ିଲା ମୋର ପାଠ ପଢ଼ାରେ। ତ ବଟ୍ ଷ୍ଟିଲ୍ ଯେତିକି ଆସୁଛି ଆମ ତ ଅଣ୍ଟା ହଲୁନି, ବାକି ଯେତିକି ଆମର ଡ୍ୟାନ୍ସ ଚାଲିଲା। ତ ପାଖାପାଖି ରାତି 12ଟା ପର୍ଯ୍ୟନ୍ତ ଆମେ ଡ୍ୟାନ୍ସ କରୁଛୁ। ତ ଏଇଠି ମୁଁ ଏଇଟା ହିଁ କହୁଛି କି ଏଇଟା ହେଉଛି ମୋର କ'ଣ ଲାଷ୍ଟ ନାଇଟ୍ ଆମ ଘରେ। ଆଉ ମୁଁ ଚାହୁଁଛି ଖୁସି ଖୁସିରେ ଏଇଠୁ ବିଦାୟ ହେଇକି ଯିବା ପାଇଁ। ତ ପୁଣି ମିଶିବା ନେକ୍ସଟ ବ୍ଲଗ୍ରେ।